Welcome back to all of you friends. O Triple SC ର କମ୍ବାଇନ୍ଡ ରିକ୍ରୁଟମେଣ୍ଟ ଏମିସନ୍ 2025 ରେ ଗୋଟେ ଇମ୍ପୋର୍ଟାଣ୍ଟ ଅପଡେଟ୍ ଆସିଛି ଯାହାକି ପୋଷ୍ଟ ଇନକ୍ରିଜ୍ ହୋଇଛି। ଟୋଟାଲ ପୋଷ୍ଟ ଥିଲା 3250 ଦେଖନ୍ତୁ, ଆଉ ଏଇଟା ଇନକ୍ରିଜ୍ ହୋଇକି 5012 ହୋଇଛି। ତ ବହୁତ ବଡ଼ ଭ୍ୟାକେନ୍ସି କହିପାରିବା ଆମେ ଏଟାକୁ। ତ ଅନେକ ଗୁଡ଼ିଏ ପୋଷ୍ଟ ଏଠି ଇନକ୍ରିଜ୍ ହୋଇଛି, କିନ୍ତୁ ଆପଣ ଯଦି ଆପ୍ଲାଏ କରିସାରିଛନ୍ତି ଅଲରେଡ଼ି ତାହେଲେ ଆପଣ ପୋଷ୍ଟ ପ୍ରିଫରେନ୍ସ କିପରି ଚେଞ୍ଜ କରିବେ। ଧରନ୍ତୁ ଆପଣ ଯଦି ଆପ୍ଲାଏ କରିଛନ୍ତି ଏଆର୍ଆଇରେ କିମ୍ବା ଅମିନ୍ରେ, ଯେଉଁଟାକି ଆଗରୁ ଥିଲା 422 ପୋଷ୍ଟ ଥିଲା, ଅମିନ୍ରେ ଥିଲା 378 ପୋଷ୍ଟ ଥିଲା, କିନ୍ତୁ ଏବେ ତାହା 626 ହୋଇଛି। ଏଆର୍ଆଇରେ ଅମିନ୍ରେ 517 ହୋଇଛି। ଦେଖିବାକୁ ଗଲେ ସବୁଠୁ ମ୍ୟାକ୍ସିମମ୍ ପୋଷ୍ଟ ଆସିଛି ଭିଏଡବ୍ଲ୍ୟୁରେ, ଯାହାକି 520 ଥିଲା, ଏବେ ହେଉଛି ତାହା 1856 ହୋଇଛି। ତ ଯଦି ଆପଣ ପୁଣି ଭିଏଡବ୍ଲ୍ୟୁକୁ ଆପ୍ଲାଏ କରିବାକୁ ଚାହୁଁଛନ୍ତି କିମ୍ବା ଆପଣ ପୋଷ୍ଟ ପ୍ରିଫରେନ୍ସ ଚେଞ୍ଜ କରିବାକୁ ଚାହୁଁଛନ୍ତି ତାହେଲେ କ'ଣ କରିବେ? ପ୍ରଥମେ ଦେଖିଦେବା କେଉଁଥିରେ କେତେ ପୋଷ୍ଟ ଅଛି। ଦେଖନ୍ତୁ, ଆର୍ଆଇ ବା ରେଭିନ୍ୟୁ ଇନ୍ସପେକ୍ଟରରେ ଥିଲା 165 ପୋଷ୍ଟ ଥିଲା, ଯାହାକି ବଢ଼ିକି ହୋଇଛି 246 ପୋଷ୍ଟ ହୋଇଛି। ପୁଣି ଭିଏଡବ୍ଲ୍ୟୁରେ କେତେ ଥିଲା? ଭିଏଡବ୍ଲ୍ୟୁରେ ଥିଲା 520 ଥିଲା, ଏବେ କେତେ ହୋଇଛି? 1856 ହୋଇଛି। ପୁଣି ଜୁନିୟର ଆସିଷ୍ଟାଣ୍ଟରେ 1239 ପୋଷ୍ଟ ହୋଇଛି। ଆଉ ଯଦି ଆମେ ଦେଖିବା ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟରରେ 626 ହୋଇଛି, ଆଗରୁ ଥିଲା 422 ଥିଲା, 626 ହୋଇଛି। ଅମିନ୍ରେ 517 ହୋଇଛି, କିନ୍ତୁ ଆପଣଙ୍କର ଆଇସିଡିଏସ୍ ସୁପରଭାଇଜର ଆଉ ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭିସରେ ଆପଣଙ୍କର ଭ୍ୟାକେନ୍ସିଟା ଇନକ୍ରିଜ୍ ହୋଇନି। ବାକି ସବୁ ପୋଷ୍ଟରେ କିଛି ନା କିଛି ଇନକ୍ରିଜ୍ ହୋଇଛି। ମ୍ୟାକ୍ସିମମ୍ ପୋଷ୍ଟ ଇନକ୍ରିଜ୍ ହୋଇଛି ଭିଏଡବ୍ଲ୍ୟୁରେ। ତ ଆପଣ ଯଦି ଚେଞ୍ଜ କରିବାକୁ ଚାହୁଁଛନ୍ତି, ଆପଣ ଅପସନ୍ଟା ଚେଞ୍ଜ କରିବାକୁ ଚାହୁଁଛନ୍ତି ତାହେଲେ କ'ଣ କରିବେ? ଆଉ ଯେଉଁମାନେ ଆପ୍ଲାଏ କରିନାହାନ୍ତି ସେମାନେ ଆପ୍ଲାଏ କରିପାରିବେ 8/3/2026 ପର୍ଯ୍ୟନ୍ତ। ଲାଷ୍ଟ ଡେଟ୍ ହେଉଛି 8 ମାର୍ଚ୍ଚ 2026। ତ ସେମାନେ ଅପସନ୍ଟା ତ ତାକୁ ଚେଞ୍ଜ କରିବା ଦରକାର ନାହିଁ, କିନ୍ତୁ ଯେଉଁମାନେ ଅଲରେଡ଼ି ଆପ୍ଲାଏ କରିସାରିଛନ୍ତି ତାଙ୍କ ପାଇଁ ଦେଖନ୍ତୁ, ଏଠି କୌଣସି ଅନ୍ୟ ବ୍ୟବସ୍ଥା ନାହିଁ ଯେ ଆପଣ ଯଦି ଆପ୍ଲାଏ କରିସାରିଛନ୍ତି ଅଲରେଡ଼ି, ଥରେ ଆପଣ ଯଦି ରେଜିଷ୍ଟ୍ରେସନ୍ କରିସାରିଛନ୍ତି ତାହେଲେ ଆପଣ ଆଉ ଥରେ ରେଜିଷ୍ଟ୍ରେସନ୍ କରିପାରିବେ ନାହିଁ। ଯଦି ଆଉ ଥରେ ରେଜିଷ୍ଟ୍ରେସନ୍ କରିବାକୁ ଚେଷ୍ଟା କରିବେ ତାହେଲେ ଆପଣଙ୍କ କ୍ୟାଣ୍ଡିଡେଟ୍ଟା ଫେଲ୍ ହେବ କିମ୍ବା ଆପଣ ଆପଣଙ୍କର ଆପ୍ଲିକେସନ୍ଟା ରିଜେକ୍ଟ ହେବ। ତେଣୁ ଯଦି ଆପଣ ନୂଆ କରି ପୁଣି ଆପ୍ଲାଏ କରିବାକୁ ଚାହୁଁଛନ୍ତି ଆପଣ ଆପ୍ଲାଏ କରିପାରିବେ ନାହିଁ। ଯଦି ଅଲରେଡ଼ି ଆପ୍ଲାଏ କରିସାରିଛନ୍ତି, ଦେଖନ୍ତୁ ଲାଷ୍ଟ ଥର ଭିଏଡବ୍ଲ୍ୟୁ ଏକ୍ଜାମ୍ ହୋଇଥିଲା, ଭିଏଡବ୍ଲ୍ୟୁ ଏଚ୍ଡବ୍ଲ୍ୟୁ ଏକ୍ଜାମ୍ ହୋଇଥିଲା 2019ରେ। ତାପରେ ରିଜଲ୍ଟ ବାହାରିଲା ପରେ ଆପଣଙ୍କର ଗୋଟେ ଅପସନ୍ ଦେଇଥିଲା ବା ଚଏସ୍ ଅଫ୍ ପ୍ରିଫରେନ୍ସ ବୋଲି, ଯେଉଁ ଜାଗାରେ ଆପଣ ଯଦି ଏଚ୍ଡବ୍ଲ୍ୟୁରେ ଯିଏ ପ୍ରିଫରେନ୍ସ ଦେଇଥିଲା ସେ ପୁଣି ଭିଏଡବ୍ଲ୍ୟୁକୁ ପ୍ରିଫରେନ୍ସ ଚେଞ୍ଜ କରିପାରୁଥିଲା, କିମ୍ବା ଭିଏଡବ୍ଲ୍ୟୁରେ ଯିଏ ଅପସନ୍ ଦେଇଥିଲା ସେ ଏଚ୍ଡବ୍ଲ୍ୟୁକୁ ଚେଞ୍ଜ କରିପାରୁଥିଲା। ତ ଏଇ ଜାଗାରେ ମଧ୍ୟ ଯଦି ଆପଣ, ଯେହେତୁ ପୋଷ୍ଟଟା ଇନକ୍ରିଜ୍ ହୋଇଛି, ଯଦି ଭିଏଡବ୍ଲ୍ୟୁରେ ଦେଖନ୍ତୁ 520 ଥିଲା ପୋଷ୍ଟଟା ଅଲରେଡ଼ି 1856 ହୋଇଛି, ମାନେ ନିଶ୍ଚୟ କିଛି ନା କିଛି ଭ୍ୟାକେନ୍ସି ମାନେ ପୋଷ୍ଟଟା ଖାଲି ରହିବ। ଏଇ ଜାଗାରେ ଆପଣଙ୍କୁ ଚଏସ୍ ଅଫ୍ ପ୍ରିଫରେନ୍ସ ପୁଣି ମାଗିପାରେ। ମାନେ ଯଦି ଆପଣ ଚେଞ୍ଜ କରିବାକୁ ଚାହୁଁଛନ୍ତି ତାହେଲେ ଏକ୍ଜାମ୍ ସରିଲା ପରେ, ସାର୍ଟିଫିକେଟ୍ ଭେରିଫିକେସନ୍ ସରିଲା ପରେ ଆପଣଙ୍କୁ ପୋଷ୍ଟ ପ୍ରିଫରେନ୍ସ ଲାଗି ପୁଣି ନୋଟିସ୍ ଦେବ OSSC। ତ ଚିନ୍ତା କରିବାର ଆବଶ୍ୟକତା ନାହିଁ। ତ ଯେଉଁମାନେ ଆପ୍ଲାଏ କରିସାରିଛନ୍ତି ଅଲରେଡ଼ି, ତ ସେମାନେ ଖାଲି ୱେଟ୍ କରନ୍ତୁ, ଏକ୍ଜାମ୍ ଭଲ କରନ୍ତୁ। ଏକ୍ଜାମ୍ ଦେଇସାରିଲା ପରେ ଯେତେବେଳେ ସାର୍ଟିଫିକେଟ୍ ଭେରିଫିକେସନ୍ ଆସିବ, ତାପରେ ନେକ୍ସଟ ଷ୍ଟେଜ୍ରେ ଆପଣଙ୍କୁ ଚଏସ୍ ଅଫ୍ ପ୍ରିଫରେନ୍ସ ନିଶ୍ଚୟ ଦେବ। ସୋ ଥ୍ୟାଙ୍କ୍ସ ଫର୍ ୱାଚିଂ ଦିସ୍।